କାହିଁକି ହୁଏ ଭୂମିକମ୍ପ? କ'ଣ ପାଇଁ ହୁଏ ଭୂମିକମ୍ପ? କ'ଣ ଆପଣମାନେ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଦର୍ଶକ ବନ୍ଧୁ, ଆମ ପୃଥିବୀ 4ଟି ପରଦାର ମିଶ୍ରଣରେ ତିଆରି ହୋଇଛି। ଏହି 4ଟି ପରଦା ମଧ୍ୟରୁ ପ୍ରଥମ ପରଦାଟି ହେଉଛି କ୍ରଷ୍ଟ, ଦ୍ୱିତୀୟଟିର ନାମ ମେଣ୍ଟଲ, ତୃତୀୟଟିର ନାମ କୋର୍ ଏବଂ ଚତୁର୍ଥଟିର ନାମ ଇନର କୋର୍ ଅଟେ। ଏହି କ୍ରଷ୍ଟ ପରଦା ପାଖାପାଖି 50 କିଲୋମିଟର ମୋଟା ଅଟେ, ଯେଉଁଟାକି ଅଲଗା ଅଲଗା ପରଦା ବାଲା ପ୍ଲେଟ୍ର ମିଶ୍ରଣରେ ହୋଇଛି। ଏହି ପ୍ଲେଟ୍କୁ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟ କୁହାଯାଏ। ତେବେ ଦର୍ଶକ ବନ୍ଧୁ, କଥା ହେଉଛି ଭୂମିକମ୍ପ କିପରି ହୋଇଥାଏ। ତେବେ ଶୁଣନ୍ତୁ, ଯେତେବେଳେ ଏହି ପ୍ଲେଟ୍ ନିଜ ନିଜ ମଧ୍ୟରୁ ବାଜିଯାଆନ୍ତି ବା ଘଷି ହୋଇଯାଆନ୍ତି, ଭୂମି ଥରିବାକୁ ଲାଗେ, ତେବେ ଏହାକୁ ହିଁ ଭୂମିକମ୍ପ କୁହାଯାଇଥାଏ। ବ୍ୟୁରୋ ରିପୋର୍ଟ, ସ୍ୱାଭିମାନ ଓଡ଼ିଆ 24।